ହ୍ୟାଲୋ ଫ୍ରେଣ୍ଡ, ସିନ୍ଦୁର ଖେଳ ସିରିଏଲରେ ଆଗାମୀ ଅଧ୍ୟାୟରେ ଆପଣମାନେ ଦେଖିବା ପାଇଁ ପାଇବେ ଶାଲିନୀ, ମଲ୍ଲିକା ଏବଂ ମଲ୍ଲିକାର ଶାଶୁ ଗୋଟିଏ ଡାଇନିଂ ହଲରେ ଅଛନ୍ତି ଓ ସେତିକି ସମୟରେ ମଲ୍ଲିକା କହୁଛି, ମା ଏ ଘରେ ଆଦ୍ୟା ରହିବ, ନହେଲେ ମୁଁ ରହିବି। କାହିଁକି ନା ତୁମେ ସବୁବେଳେ ଆଦ୍ୟାର କଥାକୁ ଇମ୍ପୋର୍ଟାନ୍ସ ଦେଉଛ, ମୋର କଥାକୁ କେହି ଶୁଣୁନାହୁଁ। କ'ଣ ସତରେ ମଲ୍ଲିକା ଘର ଛାଡ଼ି ଚାଲିଯିବ? ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଚ୍ୟାନେଲରେ ନୂଆ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଓ ପାଖରେ ଥିବା ନୋଟିଫିକେସନ୍ ବେଲକୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ସିନ୍ଦୁର ଖେଳ ସିରିଏଲରେ ଆଗାମୀ ଅଧ୍ୟାୟରେ କ'ଣ ହେବ ଆପଣମାନେ ଜାଣିପାରିବେ। ତେବେ ଆଗାମୀ ଅଧ୍ୟାୟରେ ଆପଣମାନେ ଦେଖିବା ପାଇଁ ପାଇବେ ମଲ୍ଲିକା ଶାଲିନୀ ଓ ତା ଶାଶୁକୁ କହୁଛନ୍ତି ଯେ ଏବେ ଏ ଘରେ ଯାହା ଚାଲିଛି କିଛି ଠିକ୍ ହେଉନି। ଏବେ ସମସ୍ତେ ଆଦ୍ୟାର କଥାକୁ ହିଁ ଶୁଣୁଛନ୍ତି। ଆଦ୍ୟା ସେ ଆନିକୁ କେବଳ ମାଧ୍ୟମ କରି ଏ ଘରେ ରହିବା ପାଇଁ ଚାହୁଁଛି, ଅଂଶର ଜୀବନରେ ରହିବା ପାଇଁ ଚାହୁଁଛି ବୋଲି ଚାହୁଁଛନ୍ତି। ତ ସେ ତ ଯାହା ହେଉ ଆପଣମାନେ ମଧ୍ୟ ଆଦ୍ୟାର କଥାକୁ ଶୁଣୁଛନ୍ତି। ଏବେ ଆଦ୍ୟା ଯାହା କହୁଛି ତାହା ଶୁଣୁଛନ୍ତି। ଯଦି ଆପଣମାନେ ବି ସେୟା ଚାହୁଁଛନ୍ତି ତେବେ ମୋତେ କହିଦିଅନ୍ତୁ, ମୁଁ ଆଜିଠାରୁ ହିଁ ଏ ଘର ଛାଡ଼ି ଚାଲିଯିବି ବୋଲି। ଏତିକି ସମୟରେ ଶାଲିନୀ କହୁଛି ଯେ ତୁ ତ ବହୁତ ଚାଲାକ ଓ ବୁଦ୍ଧିମାନ ଅଛୁ, କାହିଁକି ନା ତୁ ତ ଅନ୍ୟ ଉପରେ ହିଁ ଦୋଷ ଦେବାକୁ ଚାହୁଁଛୁ। ଏବେ କ'ଣ ଅପାଙ୍କ ଉପରେ ସମସ୍ତ ଦୋଷ ଲଦିବା ପାଇଁ ଚାହୁଁଛୁ? ଯେତେବେଳେ ମନ୍ଦିରରେ ଆନି ଡରି ଯାଇଥିଲା ତୁ ସେତେବେଳେ କୁଆଡ଼େ ଯାଉଥିଲୁ? ତାକୁ ବୁଝେଇଲୁନି କ'ଣ ପାଇଁ? ଏକଥା କହୁଛି ଶାଲିନୀ ଓ ଅନ୍ୟକୁ କାହିଁକି ଦୋଷ ଦେଉଛ ତୁମେ ବୋଲି କହୁଛି। ଓ ଶାଲିନୀ କହୁଛି, ତୁ ଯେତେବେଳେ ଆନି ଡରି ଯାଇଥିଲା ସେତେବେଳେ ତା ପାଖରେ ରହିଲୁନି, ଆଦ୍ୟାକୁ କ'ଣ ପାଇଁ ସେଠାକୁ ପଠଉଥିଲୁ? ତୁ ତ ମାର କର୍ତ୍ତବ୍ୟ କରୁନୁ, ଆଉ ଅନ୍ୟ ଉପରେ ଦୋଷ ଦେବାକୁ ହିଁ ଜାଣିଛୁ। ତୁ ତ ସବୁବେଳେ ଅନ୍ୟ ଉପରେ ଦୋଷ ହିଁ ଦେଉ, ନିଜର କର୍ତ୍ତବ୍ୟ ନକରି ଅନ୍ୟ ଉପରେ ଖାଲି ଦୋଷ ଲଦି ଚାଲୁଛୁ। ଏକଥା ଶୁଣି ମଲ୍ଲିକା ସେଠାରୁ ରାଗରେ ଚାଲି ଯାଉଛି ଓ ଝିଲମିଲ ଆସି ସେଠାରେ ପହଞ୍ଚୁଛି। କ'ଣ ମଲ୍ଲିକା ଘର ଛାଡ଼ି ଚାଲିଯିବ? ଜାଣିବା ପାଇଁ ମୋ ଚ୍ୟାନେଲ ସହିତ ଯୋଡ଼ି ହୋଇଥାନ୍ତୁ। ଚ୍ୟାନେଲରେ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ନିଜ ଫ୍ରେଣ୍ଡସ୍କୁ ସେୟାର କରନ୍ତୁ।